ଅଧିକାର ସିରିଏଲ ଆଜି ଆପଣ ଦେଖିବାକୁ ପାଇବେ କି ଯେତେବେଳେ ଲାଲି ପିସି ନତାଶ ଯାଇକି ରିଧିକୁ ଆଉ ହେଲା ଜୟକୁ ଯାଇକି ରୁମରେ ଖୋଜୁଥିବେ, ସେତିକିବେଳୁ ବହୁ ସମୟ ଖୋଜିଲା ପରେ ପାଉନାହାନ୍ତି। ତାପରେ ପୁଣି ସେତିକିବେଳେ ଜୟ କଲ୍ କରୁଛି, ଆଉ ଯେତେବେଳେ ଜୟ କଲ୍ କରେ ସେତେବେଳେ ନତାଶା ବହୁ ଯେ ରାଗି ବହୁ ଯେ ଚିଲେଇକି ଏମିତି କହିବାକୁ ଲାଗୁଛି, ତମେ ଜୟ କୋଉଠି ହେବେ, ଆମେ ତମକୁ ଖୋଜିଲାଣୁ କେତେବେଳୁ କିନ୍ତୁ ଖୋଜି ଖୋଜି ତମକୁ ପାଉନୁ, ଶୁଭ ମୁହୂର୍ତ୍ତ ଗଡ଼ି ଯାଉଛି ପରା, ଜଲ୍ଦି ଆସ। ଆଉ ଏମିତି କହିବାକୁ ଲାଗୁଥିବ ତ ଏକଥା ଶୁଣିଲା ପରେ ତାପରେ ପୁଣି ଜୟ କହିବାକୁ ଲାଗୁଛି, ନତାଶା ତମେ ମୋ କଥା ଟିକେ ଧ୍ୟାନର ସହିତ ଶୁଣ, ଟିକେ ଫାଷ୍ଟ ଶାନ୍ତ ହୁଅ। ଆଉ ଏମିତି କହିବାକୁ ଲାଗୁଛି ତ ତାପରେ ପୁଣି ନତାଶା କହିବାକୁ ଲାଗି ଯେ କ'ଣ ହେଲା, ଏକଥା ଶୁଣିଲା ପରେ ତାପରେ ପୁଣି ଜୟ କହିବାକୁ ଲାଗୁଛି, ସେ ରିଧିକୁ ରାଗିଣୀକୁ ମୁଁ କିଡନାପ୍ କରିଦେଇଛି। ଆଉ ଏକଥା ଶୁଣିଲା ପରେ ଯେମିତି ବହୁ ଯେ ଝଟକା ଲାଗୁଛି ନତାଶାକୁ, ଆଉ ସେ ପୁରା ଆଶ୍ଚର୍ଯ୍ୟ ହେଇକି ଏମିତି କହିବାକୁ ଲାଗିଯାଏ, ହ୍ୱାଟ୍ କ'ଣ କହିଲ ତମେ କ'ଣ କହୁଛ, ତମ ମୁଣ୍ଡ ଫୁଣ୍ଡ କ'ଣ ଖରାପ ହେଇଗଲାଣି ନା କ'ଣ, ମୁଁ ତମକୁ କହିଥିଲି ନା କିଛି ବି ଗଡ଼ବଡ଼ କରିବନି ବାହାଘର ପର୍ଯ୍ୟନ୍ତ, ତମେ ପୁଣି ଇଏ କ'ଣ କଲ। ଆଉ ଏମିତି କହି ବହୁତ ଚିଲେଇବାକୁ ଲାଗୁଛି ତ ତାପରେ ପୁଣି ଜୟ କହିବାକୁ ଲାଗୁଛି, ମୁଁ କ'ଣ କରିଥାନ୍ତି, ଆଉ ସେ ରିଧି ପୁରା ଡାଇରେକ୍ଟ ମନା କରିଦେଇଥିଲା ବାହାଘର ପାଇଁ, ଆଉ ମୁଁ ତାକୁ ଯେତେ ବୁଝିବାକୁ ଚେଷ୍ଟା କଲି, ଯେତେ ହେଲା ତାକୁ ବିଲକୁଲ ଆଉ ଲାଜ ବି ନାହିଁ, ତାକୁ ମାନେ ବଦନାମ ହେବାକୁ ବି ଲାଜ ନାହିଁ, ମାନେ ବଦନାମ ହେବାକୁ ବି ତାକୁ ଡର ନାହିଁ, ସେ ବିଲକୁଲ ତାର ଭୟ ନାହିଁ। ଆଉ ଯେତେ ବୁଝିବାକୁ ଚେଷ୍ଟା କଲେ ବି ସେ ବିଲକୁଲ ଶୁଣିବାକୁ ବିଲକୁଲ ନାରାଜ ହେଲା, ଯୋଉଥିପାଇଁ ମୁଁ ତାକୁ କିଡନାପ୍ କରିବା ପାଇଁ ବାଧ୍ୟ ହେଲି। ଆଉ ମୁଁ ତାକୁ କିଡନାପ୍ କରିକି ନେଇକି ଆସୁଥିଲି ତ ସେତିକି ବେଳକୁ କ'ଣ ହେଲା ନା ରାଗିଣୀ ସେଠିକି ପଳେଇ ଆସିଲା। ଆଉ ସେ ଯେତେବେଳେ ଦେଖିଦେଲା ସେ ପୁରା ବହୁ ଯେ ଚିଲେଇବାକୁ ଲାଗିଥିଲା, ଆଉ ମତେ ବାଡେଇବାକୁ ଲାଗୁଥାଏ, ତାକୁ ନ କିଡନାପ୍ କରିଥାନ୍ତା ତାହେଲେ ସେ ଆଦି କହିଦେଇଥାନ୍ତା। ଆଉ ଏମିତି କହିବାକୁ ଲାଗୁଛି ତ ଏକଥା ଶୁଣିଲା ପରେ ନତାଶା କହିବାକୁ ଲାଗୁଛି, ହଉ ଠିକ୍ ଅଛି, ତ ଗେଷ୍ଟ ହାଉସକୁ ନେଇଯାଅ, ଆଉ ତ ତମେ ଆଜି ରିଧିକୁ ମ୍ୟାରେଜ କରିଦେବ। ଆଉ ଏମିତି କହିବାକୁ ଲାଗୁଛି ତ ଏକଥା ଶୁଣିଲା ପରେ ତାପରେ ପୁଣି ତମେ ଗୋଟେ କାମ କର, ତମେ ହେଲା ରିଧିକୁ ସେଠିକୁ ବିଲକୁଲ ବି ଛାଡ଼ିବନି, ତାକୁ ଆଜି ମ୍ୟାରେଜ ହିଁ କରିଦେବ। ଆଉ ଏମିତି କହିବାକୁ ଲାଗୁଛି ତ ସେତିକିବେଳୁ କ'ଣ ହଉଛି ନା ଲାଲି ପିସ୍ ଶୁଣି ଦେଉଛନ୍ତି, ମାନେ ନତାଶା କଥା ହେଉଥିବ ଲାଲି ପିସ୍ ଯେତେବେଳେ ଶୁଣି ଦେଉଛନ୍ତି କି ମାନେ ହେଲା ରିଧି ବାହା ହେବା ପାଇଁ ବିଲକୁଲ ମନା କରିଦେଇଥିବ, ଆଉ ହେଲା ତାକୁ ଏଇନା ବର୍ତ୍ତମାନ ଯୋଉ ଜୟ ନେଇକି ତାକୁ ଏଇନା ଗେଷ୍ଟ ହାଉସରେ ରଖିଛି। ତ ଏସବୁ କଥା ଯେତେବେଳେ ଜାଣୁଛି ସେ ବହୁ ଯେ ପୁରା ରାଗିଯାଏ, କଣେଇକି ଚାହିଁକି ଏମିତି କହିବାକୁ ଲାଗୁଛି, ତାହେଲେ ହଉଛି ରିଧି ଏ ବାହାଘରରେ ରାଜି ନାହିଁ, ଆଉ ସେ ଜୟ ସେଥିପାଇଁ ତାକୁ କିଡନାପ୍ କରିକି ନେଇକି ଏବେ ରଖିଛି ଗେଷ୍ଟ ହାଉସରେ, ତା କଥା ଆଦି କହିବି। ଆଉ ଏମିତି କହିବାକୁ ଯାଉଥାଏ ତ ସେତିକିବେଳକୁ ପୁଣି ନତାଶା କହିବାକୁ ଲାଗୁଛି, ଓ ଗଡ୍ ମୋର ଧ୍ୟାନ ରହିଲାନି, ଏବେ ଜେଜେମା ଶୁଣିଦେଲେ ଏବେ ତ ସମସ୍ତଙ୍କୁ ଯାଇ କହିଦେବେ। ଆଉ ଏମିତି କହିକି ସେ ଜଲ୍ଦି ଯାଇକି ବାହାର ପଟୁ ମାନେ ଲାଲି ପିସି ପେଲିକି ବାହାର ପଟୁ ଲକ୍ କରିଦିଏ। ଲାଲି ପିସ୍ ଯେତେ କବାଟ ବାଡ଼ଉଥିବେ ସେ ବିଲକୁଲ ବି ମାନେ ଆଉ କବାଟ ଖୋଲୁନି। ଆଉ ଏମିତି ମନେ ମନେ ଲାଲି ପିସ୍ ଭାବିବାକୁ ଲାଗିଯାନ୍ତି ବୋଧେ କବାଟଟା ଜାମ୍ ହେଇଗଲା। ସେତିକିବେଳକୁ ତାଙ୍କ ଘରର ଚାକରାଣୀ ମାଳତୀ ଯାଉଥିବ ତ ମାଳତୀ ଡାକି କହିବାକୁ ଲାଗୁଛନ୍ତି, ମାଳତୀ ଡୋରଟା ଖୋଲିଲୁ। ତାପରେ ପୁଣି ମାଳତୀ ଆସି ଡୋର ଖୋଲିବାକୁ ଲାଗୁଛି, ଡୋର ଖୋଲି ସାରିଲା ପରେ ତାପରେ ପୁଣି ଲାଲି ପିସ୍ ପଚାରୁଛନ୍ତି କି, ଆଚ୍ଛା ତୁ ମୋତେ ଗୋଟେ କଥା କହିଲୁ, ଡୋର ଲକ୍ ଥିଲା ନା ଲାଖି ଯାଇଥିଲା। ଆଉ ଏକଥା ଶୁଣିଲା ପରେ ତାପରେ ପୁଣି ମାଳତୀ କହିବାକୁ ଲାଗୁଛି, ଡୋର ବାହାର ପଟୁ ଲକ୍ ଥିଲା। ଆଉ ଏକଥା ଶୁଣିଲା ପରେ ଲାଲି ପିସ୍ଙ୍କୁ ପୁରା ବହୁତ ଯେମିତି ଝଟକା ଲାଗୁଛି, ସେ କହିବାକୁ ଲାଗୁଛନ୍ତି କି ତାହେଲେ ସେ ନତାଶାର ଏ କାମ, ନତାଶା ମୋତେ ଜାଣି ଶୁଣିକି ହେଲା ଡୋର ଦେଇକି ପଳେଇଲା, ହେଲେ କ'ଣ ପାଇଁ, ତାହେଲେ ଏସବୁ କଥା ମୋତେ ଜଲ୍ଦି ଆଦି ବାବାକୁ ଜଣାଇବାକୁ ପଡ଼ିବ। ଆଉ ଏମିତି କହିକି ଜଲ୍ଦି ଆଦିକୁ ଜଣାଇବା ପାଇଁ ଯିବାକୁ ଲାଗିଯାଏ। ଫ୍ରେଣ୍ଡସ୍ ଆଗକୁ କ'ଣ ହେଉଛି ଏସବୁକୁ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ।